ନାଟା ଆପଣଙ୍କର ନାଟା ଆପଣଙ୍କର କୋଉ ଗାଁ କଣ କେମିତି କଣ ଘଟଣା ଘଟିଲା କେମିତି ବର୍ତ୍ତମାନ ଆସିଲେ କଣ ଆମର ହଉଛି ବାଗଲଟି ଗ୍ରାମରେ ମହାବୁଢ଼ୀ ଠାକୁରାଣୀଙ୍କର ମନ୍ଦିର ପ୍ରତିଷ୍ଠା ଚାଲିଥିଲା। ସେଥିରେ ଖାଇବା ବେଳେ ଅନ୍ନପ୍ରସାଦ ଚାଲିଥିବା ବେଳେ ଗାଁର କିଛି ଯୁବକ ଆସି ପାର୍ସଲ ନେଲା ବେଳେ ଆମେ ମନା କଲୁ ସେମାନଙ୍କୁ ଯେ ଅନ୍ନପ୍ରସାଦ ଖାଇବା ଚାଲିଛି ପାର୍ସଲ ନିଅନ୍ତୁ ନାହିଁ। ପାଟିତୁଣ୍ଡ ହୋଇଥିଲୁ। ତାପରେ ଆମେ ଆସିକି ଶୋଇ ପଡ଼ିଥିଲୁ ଫାର୍ମ ହାଉସରେ ଆମର ସେମାନେ 3:30 4ଟାରେ ଆସି ଆମେ ଶୋଇଥିବା ଅବସ୍ଥାରେ ଆଟାକ୍ କରି ପଡ଼ିଥିଲୁ। କଣ କେତେ ଜଣ କାହାକୁ ମାଡ଼ ହେଇଛି କୋଉଠି ମାଡ଼ ହେଇଛି କେମିତି ଡାକ୍ତରଖାନା ମୁଣ୍ଡରେ ମାଡ଼ ହେଇଛି, ମୁଣ୍ଡରେ 30ଟି ଷ୍ଟିଚ୍ ପଡ଼ିଛି, ଦାଦାଙ୍କର ଗୋଡ଼ରେ ମାଡ଼ ହେଇଛି, ଆମର ହାତର ଭେନ୍ 10ଟା ଛିଡ଼ି ହେଇଛି, ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ ହେଇଛି, ମୋର ବି ହାତରେ ମାଡ଼ ହେଇଛି, ଗୋଡ଼ରେ ମାଡ଼ ହେଇଛି, ମୁଣ୍ଡରେ ମାଡ଼ ହେଇଛି। ସେମାନେ ଆକ୍ରମଣ କରିଥିଲେ ତାଙ୍କେ କାଟି ଆଉ ଲୁହା ରଡ଼ ନେଇକି ଆସିଥିଲେ ମାଡ଼ି ବସି ଆମର କିଛି ପିଇବି ମୋ ହାତରୁ ରିଙ୍ଗ୍ ବାହାର କରି ନେଇଛନ୍ତି ଆଉ ମୋ ଦାଦାଙ୍କର 1.5 ତୁଲାର ସୁନା ଚେନ୍ ଗୋଟେ ପିନ୍ଧିଥିଲେ ବାହାର କରି ନେଇଯାଇଛନ୍ତି। ଏ ଦାଦାଙ୍କର ଫାର୍ମ କୁକୁଡ଼ା ଫାର୍ମିଂ ତ ସେ ଫାର୍ମରେ କୁକୁଡ଼ା ଛାଡ଼ିଥିଲେ ସେ ବ୍ୟବସାୟର ପଇସା 45,000 ଚିଲ୍ଡ୍ରା କେତେ ସମଥିଙ୍ଗ ଥିଲା। ସେ ଚିଲ୍ଡ୍ରା ପଇସା ଯାହା ଅଛି 45,000 ଟଙ୍କା ନାହିଁ। ମୋ ଉପରେ ବି ମାଡ଼ି ବସି ମୋ ପକେଟରୁ ବି 12,000 ଟଙ୍କା ଦେଖା କଲେ କଣ କହିଲେ ଏଠି କହିଛନ୍ତି ସାର୍ କହିଛନ୍ତି କାର୍ଯ୍ୟାନୁଷ୍ଠାନ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବେ ବୋଲି। କାହିଁକି ଏ ପର୍ଯ୍ୟନ୍ତ ଧରା ଯାଇନି ସେମାନଙ୍କୁ ସେ ବିଷୟରେ ତ ଆମେ କିଛି ଜାଣିନୁ। ଆମେ ବାହାରେ ଚିକିତ୍ସା ହେଉଥିଲୁ ବିଶାଖାପାଟଣାରେ ଆମେ ଶୁଣିବାକୁ ପାଇଲୁ ଯେ ସେମାନେ ଆସି ଗାଁରେ ଧମକ ଦେଉଛନ୍ତି ବୋଲି ଆଉ ସେଥିପାଇଁ ଆମେ ଏସ୍ପିଙ୍କ ଦ୍ୱାରସ୍ଥ ହେଲୁ। କଣ ହେଲା ଘଟଣା କେବେ ହେଇଥିଲା କଣ ହେଇଥିଲା? ଘଟଣା ଗାଁ ଯାତ୍ରା ଚାଲିଥିଲା 27 ତାରିଖ ଦିନ ରାତିରେ ଆମେ ଶୋଇଥିଲୁ ଫାର୍ମ ହାଉସରେ। ଗାଁର କିଛି ଯୁବକ ଆସି ଆମ ଶୋଇଥିବା ଅବସ୍ଥାରେ ଆମେ ଦେଇ ପଳେଇଥିଲୁ। କେତେ ଜଣ ଆସିଥିଲେ କଣ 20 ଜଣ ଆସିଥିଲେ। କଣ କାରଣ କାରଣ କିଛି ନାହିଁ, ଭୋଜି ଚାଲିଥିଲା, ଜଣେ ଦାତା ଦେଉଥିଲେ ଭୋଜି ପାର୍ସଲ ନେବା ବେଳେ ସେମାନଙ୍କୁ ଅଟକା ହେଲା, ମନା କରାହେଲା ଯେ ଭୋଜନ କରିବେ ସମସ୍ତେ ପାର୍ସଲ ନେଲେ ହେବନି କହିବାରୁ ପାଟିତୁଣ୍ଡ ଗାଳି ଗୁଲଜ ହେଇଥିଲେ। ଆମେ ଜାଣିନଥିଲୁ, ଆମେ ଆସିକି ଶୋଇଥିଲୁ ରାତିରେ ସେମାନେ ରାଗର ସିଏ ଆସି ରାତିରେ ଫାର୍ମ ହାଉସରେ ଶୋଇଥିବା ଅବସ୍ଥାରେ ଆମେ ଦେଇ ପଳେଇଥିଲୁ। 4 ଜଣ ହାଣିଛନ୍ତି, ମୁଁ ଆଉ ମୋର ଦିଟା ଦାଦା ମୋ ସାଙ୍ଗ ଜଣେ ଥିଲୁ। ଏବେ କଣ ସିଧା ହସ୍ପିଟାଲରୁ ଏଠିକି ଆସିଲେ? ହଁ ଆମେ ହସ୍ପିଟାଲରୁ ଏଠି ଆସିଲୁ। ହସ୍ପିଟାଲରୁ ଅଧା ଚିକିତ୍ସାରେ ଆସିବାର କାରଣ କଣ? କାରଣ କ'ଣ ସାର୍, ମେନ୍ ଏକ୍ଜିକ୍ୟୁଟିଭ୍ ଯେଉଁମାନେ ଅଛନ୍ତି ସେମାନେ ଏବେ ପର୍ଯ୍ୟନ୍ତ ଆରେଷ୍ଟ ହେଇନାହାନ୍ତି। ଆପଣଙ୍କୁ କଣ ଧମକ ମିଳୁଛି କି? ହଁ ଧମକ ମିଳୁଛି, ଆସିକି କହୁଛନ୍ତି ଆମେ ଆଉ 2 ଜଣଙ୍କୁ ମାରିଲା ପରେ ଯାଇ ସାରେଣ୍ଡର ହଉ କରୁ ଏସବୁ କହୁଛନ୍ତି ବୋଲି। ବ୍ରହ୍ମପୁର ଏସ୍ପି ସାର୍ଙ୍କୁ ଭେଟିଲେ, ସାକ୍ଷାତ କଲେ, ଆପଣଙ୍କ ତ ସମସ୍ୟା ଜଣେଇଲେ, ଏସ୍ପି ସାର୍ କଣ ପ୍ରତିଶ୍ରୁତି କଣ ଦେଇଛନ୍ତି? ସାର୍ ତ ପ୍ରତିଶ୍ରୁତି ଦେଇଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି, ଦେଖାଯାଉ ଆଗକୁ କ'ଣ ଅଛି। ଆଚ୍ଛା ଯଦି ନ ହୁଏ ତାହେଲେ ଆପଣମାନେ କଣ କରିବେ? ଆଗକୁ ଯିବୁ, ଆଗକୁ ବଢ଼ିବୁ, ଆମେ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଯିବୁ। ସେ କଣ ପାଇଁ ବାଟଘାଟରେ ଯେଉଁ ଆକ୍ରମଣ ହେଇଛି ସେମାନେ ଆସିଥିଲେ ଆଜି କଣ? ବାହାଘାଟିରେ ଗୋଟେ ଆକ୍ରମଣ କେସ୍ ହେଇଥିଲା ଆମର ବଲନ୍ତରା ଥାନାରେ। ଗୋଟେ ମନ୍ଦିରରେ ପ୍ରତିଷ୍ଠାକୁ ନେଇକି 2ଟା ଗ୍ରୁପ୍ ଭିତରେ ଡିଷ୍ଟର୍ବାନ୍ସ ହେଇଥିଲା। ତାଙ୍କର ଯେତେବେଳେ ତାଙ୍କ ଭିତରେ ପାଟିତୁଣ୍ଡ ହେଲା ତାପରେ ଗୋଟେ ଗ୍ରୁପ୍ ମିଶିକି 10ରୁ 11 ଜଣ ମିଶିକି ଛାରି ଲୋକଙ୍କୁ କାଣ୍ଟାକାଟିରେ ଆକ୍ରମଣ କରିଥିଲେ। ତାପରେ ସେମାନଙ୍କୁ MKGର ରେଫର ହେଇକି ତାପରେ ଏମାନେ ବିଶାଖାପାଟଣାରେ ଟ୍ରିଟମେଣ୍ଟ ମଧ୍ୟ ନେଇଛନ୍ତି। ସେଇ ମାମଲାରେ ଟୋଟାଲ 11 ଜଣ ଉପରେ କେସ୍ ହେଇଥିଲା। ଆଉ 6 ଲୋକ ବର୍ତ୍ତମାନ ସୁଦ୍ଧା ଆରେଷ୍ଟ ହେଇଛନ୍ତି, ବାକି ଆଉ 5 ଲୋକ ଫେରାର ଅଛନ୍ତି। ତାଙ୍କୁ ବି ପୋଲିସ ଖୁବ୍ ଶୀଘ୍ର ଧରିବା ପାଇଁ ଆମେ ସବୁ ବ୍ୟବସ୍ଥା ଆମର ଚାଲିଛି। ଖୁବ୍ ଶୀଘ୍ର ସେମାନେ ଧରା ବି ପଡ଼ିବେ। ବର୍ତ୍ତମାନ ସେମାନେ ତାଙ୍କର ଗ୍ରିଭେନ୍ସ ଥିଲା, ତାଙ୍କଠୁ କିଛି ସୁନା ଆଉ ଚେନ୍ ବଗେରା ନେଇକି ପଳେଇଲେ, ଆଉ କିଛି ଟଙ୍କା ମଧ୍ୟ ଚୋରି କରିକି ନେଇକି ପଳେଇଲେ ବୋଲି ଅଭିଯୋଗ ଥିଲା। ଆଉ ବାକି 5 ଲୋକକୁ ଖୁବ୍ ଶୀଘ୍ର ଧରା ପଡ଼ିଯାଉ ବୋଲି ତାଙ୍କର ଅନୁରୋଧ ଥିଲା। ସେଟା ବି ଆମେ ଫଲୋ କରୁଛୁ ବୋଲି ଆମର ପୁଲିସ ସେଠି କଣ୍ଟିନ୍ୟୁଅସଲି ଆମେ ପାଟ୍ରୋଲିଂ ଆମେ କରୁଛୁ। ସେଟା ବି ସେମାନେ କହୁଥିଲେ ଆମ ଭିତରେ ଚାଲିଛି ବୋଲି। ପୁଲିସ ସେ ଗାଁକୁ ବାରମ୍ବାର ଆମର ପାଟ୍ରୋଲିଂ ଯାଉଛି। ଆଉ ଯେତେବେଳେ ଆମେ ଧରିବୁ ଖୁବ୍ ଶୀଘ୍ର ସେମାନଙ୍କୁ ଆମେ ଧରିଦେଲା ପରେ ଆମକୁ ଏ କେସ୍କୁ ଜଲ୍ଦି କୋର୍ଟରେ ଟ୍ରାଏଲ୍ କରିବୁ, ଯେମିତି ସେମାନଙ୍କୁ କନଭିକ୍ସନ୍ ହେବ ସେଇଭଳିଆ ଆମେ ଷ୍ଟେପ୍ କରିବୁ। ଯେଉଁମାନେ 6 ଲୋକ ବର୍ତ୍ତମାନ ଆରେଷ୍ଟ ଅଛନ୍ତି ତାଙ୍କ ନାଁରେ କିଛି କେସ୍ ହେଇନି। ବାକି ଯେଉଁମାନେ ଅଛନ୍ତି 5 ଲୋକକୁ ସେମାନଙ୍କୁ ଧରିଦେଲା ପରେ ଫର୍ଦର ଇନଭେଷ୍ଟିଗେସନ୍ କରିବାର ଅଛି। ବର୍ତ୍ତମାନ ସୁଦ୍ଧା ସେମିତି ଆଉ କିଛି କେସ୍ ଥିଲା ଭଳିଆ